ଚତୁର ଗଣେଶ। ଦର୍ଶକ ବନ୍ଧୁ, କଥାରେ ଅଛି ପିତାମାତା ହିଁ ସାକ୍ଷାତ ଈଶ୍ୱର। ଆସନ୍ତୁ ଶୁଣିବା ଛୋଟିଆ କାହାଣୀଟିଏ। ଶିବଙ୍କର ଦୁଇ ପୁତ୍ର ଥିଲେ, କାର୍ତ୍ତିକ ଓ ଗଣେଶ। ଦିନେ ନାରଦ ମୁନି ଆସି କୈଳାସ ପର୍ବତରେ ପହଞ୍ଚିଲେ। ଦୁହିଁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏକଥାକୁ ନେଇ ଝଗଡ଼ା ଲାଗିଲା। ନାରଦ ମୁନି କହିଲେ, ଯିଏ ପୃଥିବୀ ଚାରିପଟେ ଘୁରି ଆସି ଆଗେ ପହଞ୍ଚିବ ସିଏ ହେବ ଶ୍ରେଷ୍ଠ। ତେଣୁ ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସ୍ଥିର ହେଲା। କାର୍ତ୍ତିକ କହିଲେ, ଆମେ ଦୁଇ ଜଣ ଏକା ସମୟରେ ଏହି କୈଳାସ ପର୍ବତରୁ ବାହାରିବା। ପିତା ଶିବ ଓ ମାତା ପାର୍ବତୀ କୈଳାସ ପର୍ବତ ଉପରେ ବସିଥାନ୍ତି। ଦୁହେଁ ସେମାନଙ୍କୁ ପ୍ରଣାମ କରି ବାହାରିଲେ। ନାରଦ ମୁନିଙ୍କୁ ବିଚାରପତି ଭାବେ ଠିକ୍ କରାଗଲା। କାର୍ତ୍ତିକ ବାହନ ମୟୂର। ସେ ମୟୂର ଉପରେ ବସି ଆକାଶକୁ ଉଠିଲେ। ଆକାଶରେ ଖୁବ୍ ବେଗରେ ଉଡ଼ି ଉଡ଼ି ଚାଲିଲେ। ଗଣେଶଙ୍କ ବାହନ ତ ମୂଷା। ସେ ମୂଷା ପିଠିରେ ବସିଲେ। ମୂଷାଟି ଧୀରେ 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 ଚାଲୁଥାଏ। ଗଣେଶ ପିତାମାତାଙ୍କ ବସିବା ସ୍ଥାନର ଚାରିପଟେ 3 ଥର ବୁଲି ଆସି ସେଠାରେ ପହଞ୍ଚିଲେ। ଗଣେଶଙ୍କର ଏଭଳି କାର୍ଯ୍ୟକୁ ନାରଦ ମୁନି ଠିଆ ହୋଇ ଦେଖୁଥାନ୍ତି। କାର୍ତ୍ତିକ ବହୁତ ସମୟ ପରେ ଆସି ସେଠାରେ ପହଞ୍ଚିଲେ। ସେ ସେଠାରେ ଗଣେଶଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ, ତୁମେ କ'ଣ ସାରା ପୃଥିବୀଟାକୁ ଘୁରି ଆସି ଏତେ ଶୀଘ୍ର ପହଞ୍ଚିଗଲ? ସେ କହିଲେ, ଭାଇନା, ତୁମେ ତ ପୃଥିବୀକୁ ଥରେ ମାତ୍ର ବୁଲି ଆସିଲ, କିନ୍ତୁ ମୁଁ ପୃଥିବୀକୁ 3 ଥର ବୁଲି ଆସିଲିଣି। ଏହା ଶୁଣି କାର୍ତ୍ତିକ ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ, ଏତେ କମ୍ ସମୟ ମଧ୍ୟରେ ତୁମେ କିପରି ବୁଲି ଆସିଲ? ଏହା ଦେଖି ଦୂରରୁ ପିତାମାତା ଅଳ୍ପ ଅଳ୍ପ ହସୁଥାନ୍ତି। ଗଣେଶ ଉତ୍ତର ଦେଲେ, ପିତାମାତା ହେଲେ ପୃଥିବୀ ଠାରୁ ବଡ଼। ପୁଣି ଶିବ ହେଉଛନ୍ତି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି 3 ପୁରର ଦେବତା। ତେଣୁ ମୁଁ ପିତାମାତାଙ୍କ ଚାରିପଟେ 3 ଥର ବୁଲି ଆସିଲି। ଏହା ମୋ ପାଇଁ ପୃଥିବୀ ଭ୍ରମଣ ଠାରୁ ବଡ଼ ଅଟେ। ଶିବ ଗଣେଶଙ୍କ ଉପସ୍ଥିତ ବୁଦ୍ଧି ଦେଖି ଆନନ୍ଦିତ ହେଲେ। ତାଙ୍କୁ ଆଶୀର୍ବାଦ କଲେ। ତେଣୁ ପିତାମାତାଙ୍କ ଠାରୁ ଆଉ କେହି ବଡ଼ ନାହାନ୍ତି।